ସେଥିପାଇଁ ଆସିଛି। हाँ सार तो आसते बिल्डिंग नंबर लेके जाते आसन सर सर बसन बसन धन्यवाद, बहुत बहुत धन्यवाद। घर तो अच्छा, थैंक यू, बहुत बहुत धन्यवाद। जहाँ अतिथि देवो भव आपण बढ़िया अतिथि सम्मान करते बहुत बहुत धन्यवाद। आपण घर मुखिया हाँ कौन आपण ना विमल कुमार नायक विमल कुमार नायक। अच्छा, किसी समय दरकार था आपण किसी समय दे पारे निश्चित नहीं करियो घरगणति होची तो सरकार एक योजना जनगणना कार्यक्रम 2027 रे हबो। वर्तमान केवल घरगणति होची, तेणु आपण किसी समय देले तो संपूर्ण तथ्य सरकार को प्रदान करें। श्योर श्योर ଆପଣ ଘର କେତେ ଜଣ ପରିବାର ରହୁଛନ୍ତି? ଆପଣ ଗୋଟିଏ ପରିବାର ତ? ଆଚ୍ଛା, କେତେ ଜଣ ରହୁଛନ୍ତି? 6 ଜଣ ଘର। ଆଚ୍ଛା, ଆପଣଙ୍କ ନାଁ କହିଲେ ନାୟକ? ଜେନେରାଲ ଯାଦବ? କଣ କହିଲେ? ଜେନେରାଲ ଯାଦବ ନା ଏସି? ଜେନେରାଲ ଜେନେରାଲ। ଆଉ ଆପଣଙ୍କ ଘର କୋଉଥିରେ ତିଆରି? କଂକ୍ରିଟରେ ଅଛି ଆଉ କାନ୍ଥ? କାନ୍ଥ ବଡ ବ୍ରିକ୍ ସାର୍ ଇନ୍ଦିରା ଆବାସ ମିଳିବ? ଇନ୍ଦିରା ଆବାସ ପାଇଛନ୍ତି ନା କଣ ଶୁଣିଥିଲି? ନା ସାର୍ ଇଏ ଆମ ଶ୍ୱଶୁର କଣ ମିଳେ? ଆପଣଙ୍କର ମିଳେନି ଇନ୍ଦିରା ଆବାସ? କଥା ମନା କରିବି ଗାଡ଼ି ଅଛନ୍ତି ତାଙ୍କ ସାମ୍ନାରେ କଣ ସାର୍ କଣ କହୁଛନ୍ତି କୋন ସାର୍ କୋନ? ଇଏ ଇନ୍ଦିରା ଆବାସ ସମ୍ପର୍କିତ କିଛି ନୁହେଁ, ଇଏ ଆମର ଜନଗଣନା କାର୍ଯ୍ୟକ୍ରମ। ଘର ଗଣତି ହଉଛି। ଆପଣଙ୍କ ଘରରେ କଣ ସବୁ ରହିଛି, ଜିନିଷ ପତ୍ର କଣ, ଆସବାବପତ୍ର କଣ, ଆପଣ କେତେ 2011 ମସିହାରେ ଆମର ଜନଗଣନା ହେଇଥିଲା। ଦୀର୍ଘ 16 ବର୍ଷ ପରେ ପୁଣି ଜନଗଣନା ହଉଛି। ଏତେ ଲେଟ୍ କଣ? କୋଭିଡ ପରେ ହେଇଥିଲା। ମୁଁ ଶୁଣିଥିଲି କଣ ଆପଣଙ୍କ ପୁଅ କୋଭିଡ ହେଇଥିଲା? ଆପଣଙ୍କ ପାଖରେ କଣ ସବୁ ଖବର ଅଛି କାହାକୁ କୋଭିଡ ହେଇଥିଲା କାହାକୁ ନାହିଁ? ନା ମୁଁ ଆପଣ ସ୍କୁଲଟା ରହୁଛି ତ। ଆପଣ କହୁଛନ୍ତି ବିଲ୍ଡିଂ କୋଉଥିରେ ଅଛି ତିଆରି ହେଇଛି, ସେ କହୁଛନ୍ତି ଇନ୍ଦିରା ଆବାସ, ଆପଣ କହୁଛନ୍ତି ପୁଅକୁ କୋଭିଡ ହେଇଥିଲା। ଏମିତି ପଚାରିଲେ ନିଜର ଭାବିବି। ଏମିତି କହିବା ଠିକ ନୁହେଁ। ଆପଣ ଯୋଉଥିପାଇଁ ଆସିଛନ୍ତି ମାଇଣ୍ଡ ୟୋର ଓନ୍ ବିଜନେସ୍, ଆପଣ କୁହନ୍ତୁ କଣ ଆବଶ୍ୟକ କୁହନ୍ତୁ। ବାପ ପରି ହେଲେ କଣ ପୁଅ ତ ମାରି ସାରିଲେଣି। ଠିକ ଅଛି କୁହନ୍ତୁ। ଖରା ବହୁତ ହଉଛି, ଖରାର କେତେ ମୁଁ କରିବି? ହଉ କୁହନ୍ତୁ। ଗ୍ଲୁକୋନ୍ ପାଣି ଦିଅ ସାର୍। ନା ନା ଥାଉ ଥାଉ ଥାଉ। ଆପଣ ନିଜର ତଥ୍ୟ ଦେଇଛନ୍ତି କି? କଣ କହିଲେ? ନିଜର ତଥ୍ୟ ଦେଇଛନ୍ତି? ନିଜର ତଥ୍ୟ ଦେଇଛନ୍ତି ସରକାରକୁ? ଆମର ଯୋଉ ଟିଭିରେ ଦେଖିଥିବେ ଆଡଭର୍ଟାଇଜମେଣ୍ଟ ହଉଛି, ନିଜ ତଥ୍ୟ ଆପଣ ନିଜେ ଦେଇପାରିବେ? ନା ଆମେ ଦେଇପାରୁନୁ। ଆପଣଙ୍କ ପୁଅ ଦେଇଛି? ଯାଇ ତଥ୍ୟ ଦେଇଥାନ୍ତୁ। ଆପଣ ଯୋଉ ବିଲ୍ଡିଂ କାଉଣ୍ଟ କରି ଗଲେ ଏବେ ଆସିବେ, ଆଉ ତଥ୍ୟ କାହିଁକି ଦେବା? ଆପଣ ଦେଇଦେବା। ଆପଣ ବହୁତ ବଢିଆ ଲୋକ। ହଉ ଠିକ ଅଛି, ତାହେଲେ ଦେଇନାହାନ୍ତି।
ଆଉ କେତେଟା ପ୍ରଶ୍ନ ପଚାରୁଛି ତାର ଉତ୍ତର ଦେବେ। ଆପଣ ପ୍ରଥମ କହୁଛନ୍ତି ବିଲ୍ଡିଂ ରୁ କାଉଣ୍ଟ କରି ଗଲେ କଣ ଏତେ ଦିନ ଗ୍ୟାପ୍ କରିଦେଲେ ପୁଣି ଆସିଲେଣି କଣ ଘଟଣା କଣ ଏକାଥର ବି ସବୁ ହେଇପାରିଥାନ୍ତା? ନା ନା ଶୁଣନ୍ତୁ, ଆମର ପ୍ରକ୍ରିୟା ବିଭିନ୍ନ ପ୍ରକାର ଅଛି, ଏକାଥରେ ସବୁ କାମ ହେଇପାରୁ ନାହିଁ। ସେଥିପାଇଁ ସରକାର ଆମକୁ ମାସେ ସମୟ ଦେଇଛନ୍ତି। ମାସେ ଭିତରେ ଯେମିତି ସଠିକ ତଥ୍ୟ ସରକାର ପାଇପାରିବେ, ସେଥିପାଇଁ ଆମେ 2-3 ଥର 5 ଥର ଆସିବାକୁ ବାଧ୍ୟ। ତଥ୍ୟ ଯେମିତି ସଠିକ ଭାବରେ ଯାଏ, କାରଣ ସରକାରଙ୍କ ଲକ୍ଷ୍ୟ ହେଉଛି ବିକଶିତ ଭାରତ। ଏ ଭାରତ ବିକଶିତ ହବ ସେତେବେଳେ ଯେତେବେଳେ ସମଗ୍ର ତଥ୍ୟ ସଠିକ ଭାବରେ ସରକାର ପାଖରେ ପହଞ୍ଚିବ। ଆଉ ସରକାର ସେତେବେଳେ ଜାଣିବେ ଯେ ଆମ ଦେଶର ଆର୍ଥିକ ଅବସ୍ଥା କିପରି, ତା ପୃଷ୍ଠଭୂମି କିପରି, କଣ ଯୋଜନା କରିବାକୁ ହବ, କଣ ଯୋଜନା କଲେ ଲୋକମାନେ ସଫଳ ହେବେ, ସଫଳ ପାଇବେ ଏବଂ ଦେଶ ଆଗକୁ ବଢିବ। କାହିଁକି ନା 2047 ମସିହା ସୁଦ୍ଧା ଯେ ଆମର ଭାରତ କେବେ ସ୍ୱାଧୀନ ହେଇଥିଲା? ଆପଣ କଣ ବୋଧେ କୁଇଜ କମ୍ପିଟିସନ କରିବା ଫାଷ୍ଟ ନା ନା କୋଇସ ନୁହେଁ, ଆଉ ନା ଜେନେରାଲ ପଚାରୁଛନ୍ତି ଆପଣ ଆସିଛି କିଏ କୋଉଥିପାଇଁ ପଚାରୁଛନ୍ତି କଣ? ଆପଣ ଜଣେ ଭାରତର ନାଗରିକ ନୁହେଁ କି ନାହିଁ? ଆପଣ ଭାରତ ମାତା କି ଜୟ କରିବା ପାଇଁ ଆପଣ ଆସୁଛନ୍ତି? ଭାରତ ମାତା କି ଜୟ ଜୟ ଜୟ। ଭାରତ ମାତାକୁ ଆମେ ସମ୍ମାନ କରୁଛୁ। ଆମେ ଦେଶର ଜଣେ ଜଣେ ନାଗରିକ। ତେଣୁ ଭାରତ ଦେଶ ସେତେବେଳେ ଆମ ପାଇଁ କିଛି କରିବ ଯେତେବେଳେ ଆମେ ଦେଶ ପାଇଁ କିଛି କରିବୁ। ସାର୍ ଗୋଟିଏ କଥା, ଇଏ ସରକାର ପାଖରେ ଆମ ରିପୋର୍ଟ କଣ ସବୁ ନାହିଁ, ପୁଣି ଆପଣ ମାଗୁଛନ୍ତି। ରାସନ କାର୍ଡ ତ ସମସ୍ତଙ୍କ ନାଁ ଅଛି, ଆଜ୍ଞା ଟିକେ ଶୁଣ, ସୁଭଦ୍ରାର ବି ଗଲା, ସରକାର ପାଖରେ ସବୁ ତଥ୍ୟ ଅଛି। ପୁଣି ଆଉ କୋଉ ତଥ୍ୟ କଣ? ଦେଖନ୍ତୁ, ଆପଣଙ୍କ ପୁଅ BA B.Ed କରିଛନ୍ତି। ଆଚ୍ଛା, ସରକାର ତ ଜାଣିଛନ୍ତି ଏ B.Ed କରିଛନ୍ତି, ତାହେଲେ ଡାଇରେକ୍ଟ ଚାକିରି ଦଉନାହାନ୍ତି କାହିଁକି? କହୁଛନ୍ତି ଆପ୍ଲାଏ କର, ଏଣ୍ଟ୍ରାନ୍ସ ଦିଅ, ଏଣ୍ଟ୍ରାନ୍ସ କ୍ୱାଲିଫାଏ କର, ପୁଣି ତାପରେ ପୁଣି ଫାଇନାଲ ଲିଷ୍ଟ ବାହାରିବ। ଫାଇନାଲ ଲିଷ୍ଟ ପରେ ତାଙ୍କର ସାର୍ଟିଫିକେଟ ଭେରିଫିକେସନ ହବ। ସାର୍ଟିଫିକେଟ ଭେରିଫିକେସନ ପୁଣି ଗୋଟେ ଅପସନ ଆସିବ ଇଣ୍ଟରେଷ୍ଟେଡ ଅର ନନ୍ ଇଣ୍ଟରେଷ୍ଟେଡ। ତାପରେ ଯାଇକି ଫାଇନାଲ ଲିଷ୍ଟ ବାହାରିବ, ତାପରେ ସେମାନେ ଆପଏଣ୍ଟମେଣ୍ଟ ହେବେ। ମନେକର B.Ed କରିନି, ସେ ଜନଗଣନାରେ ସାମିଲ ହବନି, ସେ କଥା କିଛି ନୁହେଁ। ଆପଣ କୁହନ୍ତୁ। ଏକ୍ସାମ୍ପଲ ଦେବି। ସାର୍ ଆପଣ ଆପଣଙ୍କ କାମ କରନ୍ତୁ, ତାଙ୍କ ଭିତରେ ହଁ ସାର୍, ଟ୍ରାକ୍ ଭିତରେ ଯାଅ। ଆପଣଙ୍କ ଘରେ ଗ୍ୟାସ୍ କନେକ୍ସନ ଅଛି? ଅଛି ଅଛି। ଏଲପିଜି ଗ୍ୟାସ୍ ତ ହଁ ଏଲପିଜି, ନା ପାଇପ୍? ଏଲପିଜି ଅଛି। ଏଲପିଜି ରୋଷେଇ କରନ୍ତି ନା କାଠରେ ରୋଷେଇ? ବେଶୀ ରୋଷେଇ କେଇଟା? ହଁ ଏଲପିଜି ରେ କରୁଛୁ। ଏଲପିଜି କରନ୍ତି। କିଚେନ ଅଛି ତ? ହଁ ଏଲପିଜି ଅଛି। କିଚେନ ତ ଅଛି। ଆଉ ବାଥରୁମ୍ ବି ଅଛି? ବାଥରୁମ୍ ଏଇଟା ଆପଣଙ୍କର? ହଁ ଆମେ ବାଥରୁମ୍ ତ ବଢିଆ, ବାଥରୁମ୍ କରିଛନ୍ତି, ଠିକ ଅଛି। ଆଉ ଆପଣଙ୍କ ଘରେ କେତେ ଜଣ ମେମ୍ବର ରହୁଛନ୍ତି ଆଜ୍ଞା? 6 ଜଣ କହିଲି ପୁରା 6 ଜଣ। ଆପଣ ଲେଖି ଦେଉନାହାନ୍ତି ସାଙ୍ଗେ। ଆମର ଲେଖା ଲେଖି କିଛି କାର୍ଯ୍ୟକ୍ରମ ନାହିଁ, ଆମେ ମୋବାଇଲରେ କରୁଛୁ ସବୁ, ବୁଝିଲେ? ଆଚ୍ଛା, ଏମିତି ହେଇଗଲା। ଏବେ ମୁଁ ଆସୁଛି, ଆଜି ଟିକେ ଖରା ହେଲାଣି ତ ଘରକୁ ଫେରି ପାରିବି, ଯାଉଛି। ଆପଣଙ୍କର କଣ ସବୁ କମ୍ପ୍ଲିଟ ହେଇଗଲା? ହଁ। କେବଳ 6 ଜଣ କେତେ ଜଣ ପଚାରିଲେ, ଆଉ କିଚେନ କଥା ପଚାରିଲେ, ବାଥରୁମ କଥା ପଚାରିଲେ, ଜନଗଣନାରେ ଏତିକି ଆବଶ୍ୟକ? ଜନଗଣନା ଏବର୍ଷ ହଉନାହିଁ ଆଜ୍ଞା। ଏ ହଉଛି ଘର ଗଣତି ହଉଛି, ଆଶୀର୍ବାଦ ପତ୍ର ଗଣତି ହଉଛି। ଜନଗଣନା ହବ ଫେବୃଆରୀ 2027, ବୁଝିଲେ? ଫେବୃଆରୀ 2027ରେ ଜନଗଣନା ହବ, ସେତେବେଳେ ଲୋକ ସଂଖ୍ୟା କେତେ ଆମେ ଜାଣିପାରିବା। ଯୋଉ ଡାଟା ଗୁଡ଼ା ଆମକୁ ପଚାରିଲେ, ସେ ଡାଟା ଆପଣ ପାଇପାରିଲେ, ସେଥିରେ ଆମର ଆଉ ଅସୁବିଧା କିଛି ହବନି ତ? କିଛି ଅସୁବିଧା ନାହିଁ, ଡାଟା ପୁରା ସିକ୍ୟୁର। ଆଉ କିଛି ବେନିଫିଟ ଅଛି କି? ଆଜ୍ଞା ଆଉ କିଛି ବେନିଫିଟ ଅଛି କି? ସେଇ ତ ସମସ୍ତେ ପଚାରୁଛନ୍ତି ବେନିଫିଟ। ବେନିଫିଟ ବହୁତ ଅଛି। ଆପଣଙ୍କର ନିଜର ବେନିଫିଟ ହେଇଟା ନଥାଇପାରେ, କିନ୍ତୁ ଦେଶର ବେନିଫିଟରେ କାମ ଲାଗିବ। ଦେଶ ବିକଶିତ ହବ, ଦେଶ ବିକଶିତ ହେଲେ ଆମେ ବିକଶିତ ହବ। ହଁ ଉତ୍ତର ଦେବାନି। ଭଲରେ ଥାଆନ୍ତୁ।